2025 ମସିହାର ବୃଷ ରାଶିର ଫଳ ଦେଖିବା। ଆଉ ଦେଖିବା ଚକ୍ର। ଚକ୍ରରେ କ'ଣ ହେଇଛି ନା ବୃଷ ରାଶିରେ ବୃହସ୍ପତି ଅଛନ୍ତି। ବୃଷ ରାଶିରେ ବୃହସ୍ପତି ଅଛନ୍ତି। 1 କର୍କଟରେ ମଙ୍ଗଳ ଅଛନ୍ତି। ପଞ୍ଚମରେ କେତୁ ଅଛନ୍ତି କନ୍ୟାରେ। ସପ୍ତମରେ ବିଛାରେ ବୁଧ ଅଛନ୍ତି। ଅଷ୍ଟମରେ ଧନୁରେ ରବି ଅଛନ୍ତି। ମକର ରାଶିରେ ଚନ୍ଦ୍ର ଅଛନ୍ତି। ଦଶମରେ ଶନି ଶୁକ୍ର ଅଛନ୍ତି। ଏକାଦଶରେ ରାହୁ ଅଛନ୍ତି। ବର୍ତ୍ତମାନ ଆମେ ସ୍ଥିତ ଫଳ ହେଉଛି ଏଇଆ ଅଛି ଚକ୍ରର। ଯେତେବେଳେ 15/5/2025 ହେଇଯିବ ବୃହସ୍ପତି ଆପଣଙ୍କର ଆସିବେ ହେରି ଦ୍ୱିତୀୟ ଘରକୁ ମିଥୁନକୁ। କେତୁ ଆସିବେ ହେରି ସିଂହକୁ। ତାପରେ ରାହୁ ଆସିବେ ହେରି କୁମ୍ଭକୁ। ଶନି ଯିବେ ହେରି ମୀନକୁ। ଇଏ ହେଉଛି ଚକ୍ରର ଫଳ। ଯେତେବେଳେ ଶନି ମୀନକୁ ଯିବେ ସେତେବେଳେ ଆମେ ମୀନ ରାଶି କଥା ବା ଆମର ବୃଷ ରାଶି କଥା ଆଲୋଚନା କରିବା। ବର୍ତ୍ତମାନ ଆପଣଙ୍କର ଜାତକରେ ଯେହେତୁ ବୃହସ୍ପତି ଲଗ୍ନରେ ଅଛନ୍ତି, ଇଏ ବର୍ଷଟି 2024 ମସିହାଟି ଅସୁବିଧା ଦେଇ ଗତି କରିଛି। ଆର୍ଥିକ ସ୍ଥିତି ଅପଡାଉନ୍ ରହିଛି। ତାପରେ ଗୃହରେ କଳହ ରହିଛି। ଜାଗା ଜମି ସତାସତବରେ କଳହ ରହିଛି। ଘର କିଛି ଲୋକ କରିଛନ୍ତି, କରିନାହାନ୍ତି ବୋଲି ମୁଁ କହିପାରିବିନି, ଘର କରିଛନ୍ତି କିନ୍ତୁ ଆଉ କିଛି କାମ ଅଧା ରହିଯାଇଛି, ବଡ଼ ବଡ଼ କାମ ଅଧା ରହିଯାଇଛି। ଇଏ 2025 ମସିହାଟା ଆପଣଙ୍କ ପାଇଁ ପୁରା 198% ଶୁଭଫଳ। ଟିକେ ବିଳମ୍ବ ନାହିଁ, 198। କାରଣ ବୃହସ୍ପତି ଦ୍ୱିତୀୟକୁ ଆସିବେ। ତାପରେ ଶନି ଏକାଦଶକୁ ଯିବେ। ଶୁକ୍ର ତ ସେଠି ବର୍ତ୍ତମାନ ଶନି ଶୁକ୍ର ବିଦ୍ୟମାନ ଅଛନ୍ତି। ରାହୁ ଯିବେ ବର୍ତ୍ତମାନ ଆସିବ ହେଉଛି କୁମ୍ଭଙ୍କୁ। କେତୁ ଯିବେ ସିଂହକୁ। ଏଇ ଯେଉଁ କେତୁ ରହିଲେ ସିଂହରେ, ରାହୁ ରହିବେ କୁମ୍ଭରେ, ଟିକେ ପିତୃମାତୃଙ୍କର ପୀଡ଼ା, ତାଙ୍କ ସହିତ ନ ପଡ଼ିବା, ଟିକେ ଅସୁବିଧା ରହିବ। କିଛି ଘର କାମରେ ବାଧା ରହୁଛି, ସେତେ ବାଧା ରହିବନି ଯେହେତୁ ବୃହସ୍ପତି ଜୀବ ଦ୍ୱିତୀୟ ଧନଧାନ୍ୟ ଭୋଗୀ। ଯେହେତୁ ବୃହସ୍ପତି ଦ୍ୱିତୀୟକୁ ଆସିବେ, ତାଙ୍କର ଦୃଷ୍ଟି ରହୁଛି ତୁଳାକୁ ଏବଂ ଅଷ୍ଟମକୁ। ଯେଉଁ ଦୃଷ୍ଟି ରହୁଛି ଦଶମକୁ, କର୍ମସ୍ଥାନ ପୁରା ଠିକ୍ ରହିବ। ଆୟ ଜାଗା ପୁରା ଉତ୍ତମ। ଧନ ଉତ୍ତମ ବୋଲି ବର୍ତ୍ତମାନକୁ ଆମର ଗୋଟେ କୋଟିପତି, ସେ କଥା ମୁଁ କହୁନି, ଟେକି ଟାକି କହିବା ମୋତେ ଆସିନି। କିନ୍ତୁ ଯେତିକି ଆପଣଙ୍କର ହେଉଥିଲା ତା'ର ଦ୍ୱିଗୁଣ ଆପଣଙ୍କ ଦିନକୁ 500 ଟଙ୍କା ହେଉଥିଲା, 1000 ଟଙ୍କା ହେବ। ଏଇଟା ଟିକେ ବିଳମ୍ବ ନାହିଁ। ବୃଷ ରାଶି ଫଳ ଏ ବର୍ଷ ପୁରା ବଢ଼ିଆ। ଯେଉଁମାନେ ସୋସିଆଲ ମିଡ଼ିଆରେ କାମ କରୁଛନ୍ତି ସେମାନେ ଶୁଭଫଳ ଆସିବ। ସାମାଜିକ ସ୍ଥିତି ଭଲ ରହିବ। ଜାନୁଆରୀ, ଫେବୃଆରୀ, ଏପ୍ରିଲ ଏଥିରେ ଟିକେ ସମସ୍ୟା ଅଛି। କ'ଣ ସମସ୍ୟା ନା ଅଯଥା ଖର୍ଚ୍ଚ ହେବ। ମେ ଠାରୁ ସେପ୍ଟେମ୍ବର ଭିତରେ ବିଦେଶ ଯାତ୍ରା କରିପାରନ୍ତି। ଶତ୍ରୁହନ୍ତା ଯୋଗ, ପାରିବାରିକ ସ୍ଥିତି ଶୁଭ ରହିବ। କିନ୍ତୁ ପିତୃମାତୃଙ୍କର ଦେହ ମୁଣ୍ଡ ଅସୁବିଧା ହୋଇପାରେ। ତେଣୁକରି ଏ ବାବଦରେ ଟିକେ ସଚେତନ ରହିବେ। ଆଉ ଜାଗା ଜମି ଘର ଗାଡ଼ି ଘୋଡ଼ା ଯାହା ଯେଉଁଟା କରିବାକୁ ଅଛି 25 ମସିହା ପୁରା 100କୁ 98% ପୁରା ଠିକ୍। ଟିକିଏ ବାଳତାଳ ନାହିଁ। ତ ଦେଖିବା ଅଲଗା ରାଶି।